ଆମର ସମ୍ବଲପୁର ଏସ୍ସି ସାର୍ଙ୍କର ତତ୍ତ୍ୱାବଧାନରେ ସମ୍ବଲପୁର ସର୍କଲ ଜେଲ୍, ଉଚ୍ଚିନା ଜେଲ୍ ଏବଂ ରେଢ଼ାଖୋଲ ଜେଲ୍ରେ ସାଇମଲ୍ଟେନିୟସଲି ଆମର ସରପ୍ରାଇଜ୍ ଚେକ୍ କରାଯାଇଥିଲା ଏବଂ ସେଥିରେ ଆମର ଯେଉଁ ଅଫିସର ମାନେ ଲୋକାଲ ଅଫିସର ଇନ୍ସପେକ୍ଟର STPO ପ୍ଲସ୍ ସବ୍ କଲେକ୍ଟର ଏବଂ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍କୁ ନେଇକରି ଆମର ଡ୍ରାଇଭ୍ କରାଯାଇଥିଲା ଏବଂ ସର୍କଲ ଜେଲ୍ ଯେଉଁ ଆମର ଡ୍ରାଇଭ୍ କରାହେଲା ସେଥିରେ ଆମର ଯେଉଁ ଟିମ୍ ସାମିଲ ଥିଲେ ଆମେ ପ୍ରତି ସେଲ୍କୁ ଏବଂ ପ୍ରତି ୱାର୍ଡ଼କୁ ଆମେ ସର୍ଚ୍ଚ କରିଥିଲୁ। ସେଥିରେ କୌଣସି ପ୍ରକାର ଅବଜେକ୍ସନ୍ ଆର୍ଟିକଲ୍ସ ଯଥା ମୋବାଇଲ ଫୋନ୍ ହେଉ, ମୋବାଇଲ ସିମ୍ ହେଉ ବା ଅନ୍ୟ କୌଣସି ମାଦକ ଦ୍ରବ୍ୟ ଇତ୍ୟାଦି କିଛି ମିଳିଲା ନାହିଁ। ଗୁଟଖା ତ ବାହାରିଥିବ, ଗୁଟଖା ବି ବାହାରିଲା ନାଇଁ, ଗୁଟଖା ଖଇନ୍ ବି କିଛି ବାହାରିଲା ନାହିଁ। ସବୁ ଜେଲ୍ ଠିକ୍ ଠାକ୍ ଅଛି। ଏଇଟା ଗୋଟେ ସରପ୍ରାଇଜ୍ ଚେକ୍ ଆମର ଏଇଟା ରେଗୁଲାର ପ୍ରୋସେସ୍ରେ କରାଯାଉଛି। ପ୍ରତିଥର କିଛି ନା କିଛି ବାହାରେ ସାର୍, ମୋବାଇଲ ଠୁ ଆରମ୍ଭ କରି କଂସା ଗଞ୍ଜେଇ ଆଦୌ ନ ବାହାରେ ନା, କିଛି ଗଞ୍ଜେଇ ଫଞ୍ଜେଇ କିଛି ବାହାରିନି ଯେଉଁଟାକି ଆମର ମାଦକ ଦ୍ରବ୍ୟ କିଛି ମଧ୍ୟ ରିକଭରି ହେଇନି। ରେଢ଼ାଖୋଲ କୁଚିଣ୍ଡାରେ ମଧ୍ୟ ଅଛି, ସେମିତି କିଛି ତାଙ୍କ ସାମିଲ ହେଇଥିଲେ ସାର୍ ରେଟ୍ ସବୁ ରେଟ୍ ଆମର ଆଡ଼ିସନାଲ୍ ଏସ୍ପି ଆମର 2 ଜଣ ଥିଲୁ ଆମର ସମ୍ବଲପୁର ସର୍କଲ ଜେଲ୍ରେ। ତା ସହିତ STPO କୁଚିଣ୍ଡା ତାଙ୍କର କୁଚିଣ୍ଡା ଏରିଆ ତାଙ୍କର ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ତହସିଲଦାର ଥିଲେ। ରେଢ଼ାଖୋଲ ଥାନା ଅଧିକାରୀ ବି ଥିଲେ। ଆଜ୍ଞା, ଥାନା ଅଧିକାରୀ ବିଭିନ୍ନ ଥାନାରେ ଥିଲେ, ପୋଲିସ ଫୋର୍ସରେ ବିଭିନ୍ନ ଥାନାର ଆମର ପୋଲିସ ଫୋର୍ସ ଆମର ଅଣା ହେଇଥିଲେ। ଆମର ଇନ୍ସପେକ୍ଟର ଥିଲେ, ତାପରେ DSP, STPOs ଆଉ ସବ୍ ଇନ୍ସପେକ୍ଟର ଫୋର୍ସ ମଧ୍ୟ ଦିଆଯାଇଥିଲା। ଯେତେବେଳେ କ'ଣ ମେସେଜ ଦେଉଛି ଜେଲରୁ ନ ବାହାରିବା, ଇଏ ଜେଲ୍ କର୍ତ୍ତୃପକ୍ଷ ଆଗୁଆ ସୂଚନା ଦେଇକି ତାକୁ ପାର କରେଇଦେଲେ ନା ଜେଲ୍ରେ ସୁଧାର ଆସିଯାଇଛି? ନାଇଁ, ଜେଲ୍ ତ ନିହାତି ଆମେ ସୁଧାର ଆସିଛି ବୋଲି କହିବୁ, କାରଣ ଏଇଟା ଯଦି ରେଗୁଲାର ପ୍ରୋସେସ୍ ଆମର ଚାଲିଛି। ୟା ପୂର୍ବରୁ ମଧ୍ୟ ଡ୍ରାଇଭ୍ କରାହେଇଥିଲା, ଏବେ ମଧ୍ୟ ଡ୍ରାଇଭ୍ ଚାଲିଛି। ପାଖାପାଖି ସକାଳ 5:45 ଟିମ୍ ଜେଲ୍ ଭିତରେ ଏଣ୍ଟର କଲେ, ରୁଟିନ୍ ଚେକଅପ୍। ସେମିତି କୌଣସି ଅବଜେକ୍ସନେବଲ୍ ଜିନିଷ ଆଜି କିଛି ମିଳିନି। ଓଭରଅଲ୍ ଜେଲ୍ର ଯାହା ବି ଆମର ରେଗୁଲାର ଚେକଅପ୍ ହେବା କଥା, ସବୁ ଇନ୍ସପେକ୍ସନ୍ ହେବା କଥା, ସେଇଟା ଇନ୍ସପେକ୍ସନ୍ କରାହେଇଛି। ଆଣ୍ଡ ଟ୍ୟାଗଲାଇନ୍ ଇଜ୍ କି କୌଣସି ଅବଜେକ୍ସନେବଲ୍ ଜିନିଷ ରିକଭର କରାହେଇନି। କ'ଣ ଦେଖିଲେ ମ୍ୟାଡ଼ାମ୍? ନାଇଁ, ରେଡ୍ ପୂର୍ବରୁ କୌଣସି ଖବର ଲିକ୍ ହେଇନି। ଆପଣମାନେ ତ ପହଞ୍ଚନ୍ତି, ଆଗରୁ ପହଞ୍ଚେଇ ମ୍ୟାଡ଼ାମ୍ ଦେଖିଛୁ ଆଗରୁ ନିଶା ଦ୍ରବ୍ୟ ଭିତରେ ଜବତ ଥିଲା, ଏଥର କିଛି ମିଲ୍ କଲେ ସେମିତି କିଛି ନାଇଁ, ମାନେ ବ୍ୟବହାର କରୁନାହାନ୍ତି ବୋଲି କହିପାରିବେ ନା କ'ଣ? ବ୍ୟବହାର କରୁନାହାନ୍ତି ବୋଲି ହିଁ ଜଣାପଡ଼ିବ। ଭିତରେ କିଏ ନିଶା କରୁନାହାନ୍ତି, ଭିତରେ କିଏ ସବୁ ଭଲ ଲୋକ ହେଇଯାଇଛନ୍ତି ଆସିକି।